ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ପ୍ରତିବାଦରେ ଆଜି ଗରିବ ସେନା ନେତୃତ୍ୱରେ ମଉଳିଭଟା ଗ୍ରାମବାସୀ ଧାରଣାରେ ବସିଛନ୍ତି। ଜିଲ୍ଲା ସଦର ମହକୁମା ସ୍ଥିତ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘରରେ ପରିଣତ ହୋଇଛି। ଦୁର୍ନୀତିଗ୍ରସ୍ତ ନୂଆପଡ଼ା ବନାଞ୍ଚଳ ଅଧିକାରୀ ରେଞ୍ଜର ବିନିତା ଭୋଇଙ୍କ ବିରୋଧରେ ଆଜି କାର୍ଯ୍ୟାଳୟରେ ଶତାଧିକ ମହିଳା ପୁରୁଷ ଧାରଣା ଦେଇଥିଲେ। ଜଣେ ନିରୀହ ଲୋକଙ୍କୁ ମୋହରା କରି ଜେଲ୍ ପଠାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାର ହେବାର ସୁଯୋଗ ଦେଇଛନ୍ତି। ଏହାର ଦୃଢ଼ ଭାବେ ପ୍ରତିବାଦ କରିବା ସହ ରେଞ୍ଜରଙ୍କ ବଦଳି ସହ ତାଙ୍କ ଦୁର୍ନୀତିଗୁଡ଼ିକର ତଦନ୍ତ କରିବାକୁ ଆନ୍ଦୋଳନକାରୀମାନେ ଦାବି କରି ବସିଛନ୍ତି। ଘଟଣାରୁ ପ୍ରକାଶ ଯେ ଗତକାଲି ସଦର ମହକୁମାଠାରୁ 8 କିଲୋମିଟର ଦୂରବର୍ତ୍ତୀ ମଉଳିଭଟା ଗ୍ରାମର ରେଞ୍ଜର ବିନତି ଭୋଇ ତାଙ୍କ ବିଭାଗୀୟ କର୍ମୀ ସହ ଏକ କାଠ ମାଫିଆ ଶାନ୍ତାରାମ ସାହୁଙ୍କ ଘରେ ଚଢ଼ାଇ କରି ମୋଟା ଅଙ୍କର ଟଙ୍କା ନେଇ ମାଫିଆକୁ ଛାଡ଼ି ଦେଇ ନିରୀହ ଦିନ ମଜୁରିଆ ଶ୍ରମିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୁରୁତର ଅଭିଯୋଗ ହୋଇଛି। ଏଠାରେ ସୂଚନା ଯେ ଉପରୋକ୍ତ ରେଞ୍ଜର ମ୍ୟାଡାମ ପୂର୍ବରୁ ଏଠାରେ ଅବସ୍ଥିତ ଥିବା ସମୟରେ ବିଭାଗୀୟ ବିବାଦୀୟ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ତାଙ୍କ ସମୟରେ ଏକ ବାଘ ମୃତ୍ୟୁ ମଧ୍ୟ ହୋଇଥିଲା। ପରେ ସେ ଅନ୍ୟତ୍ର ବଦଳି ହୋଇଥିଲେ। କୌତୁହଳ ବିଷୟ ଏହିକି ଯେ ସେ ବିଭିନ୍ନ ପ୍ରକାର କାରଣରେ ଲିପ୍ତ ରହି ପୁଣି ଥରେ ପୂର୍ବ ସ୍ଥାନ ନୂଆପଡ଼ାକୁ ଫେରି ଆସିଛନ୍ତି। କେଉଁ ସ୍ୱାର୍ଥରେ ବୋଲି ଏବେ ଅଭିଯୋଗ ହେଉଛି। ତତ୍କାଳୀନ ଅବସ୍ଥାପିତ ଥିବା ସମୟରେ ଅନେକ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି କରିଥିବା ଅଭିଯୋଗ ସତ୍ତ୍ୱେ ପୁନଃ ଏଠାକୁ ବନ ବିଭାଗ ବଦଳି କରିବା ଏଠି ପ୍ରଶ୍ନବାଚୀ ସୃଷ୍ଟି ହୁଏ। ରେଞ୍ଜର ମ୍ୟାଡାମଙ୍କ ବ୍ୟବହାର ସର୍ବସାଧାରଣ ଅତିଷ୍ଠ। ଏପରିକି ବନଖଣ୍ଡ ଖଡ଼ିଆଳ କାର୍ଯ୍ୟାଳୟର ଜୈନିକ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପାଇଁ ସେ ମଧ୍ୟ ପଛାନ୍ତି ନାହିଁ। ଏ ସମ୍ପର୍କରେ ବିବାହୀୟ ମାମଲା ରୁଜୁ ହୋଇଛି। ଗରିବ ସେନା ଆବାହକ ରବି ମଙ୍ଗରାଜଙ୍କ ନେତୃତ୍ୱରେ ଆଜି ଉପରୋକ୍ତ ଅଭିଯୋଗ ନେଇ ଶତାଧିକ ମହିଳା ପୁରୁଷ ନୂଆପଡ଼ା ସଦର ମହକୁମା ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟକୁ ଘେରାଉ କରି ଧାରଣାରେ ବସିଛନ୍ତି। ଘଟଣାସ୍ଥଳକୁ ଏସିଏଫ୍ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ପ୍ରକୃତର କାଠ ମାଫିଆକୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ହୋଇଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।